ମୁଁ ଅନିର୍ବାଣ ମହାନ୍ତି ମୁଁ ହେଲା ଲେଟ୍ସ ଡ୍ରାଇଭ୍ ର କୋ-ଫାଉଣ୍ଡର। କଣ କହିବା ଯୋଉ ଏଠି ଗୋଟେ ଲଞ୍ଚ ହେଉଛି କଣ ଏ ଗାଡ଼ିର କେମିତି କଣ ରହିଛି? ଆମର ଆଜ୍ଞା ଏଇଟା 12 ନମ୍ବର କ୍ୟାମ୍ପସ୍। ଆମେ ଗୋଟେ ନେଟ୍ ଜିରୋ କ୍ୟାମ୍ପସ୍ ମାନେ କଲେଜ ଭିତରେ ଯାଇକି ପିଲାମାନଙ୍କୁ ପଲ୍ୟୁସନ୍ ଆଉ ଇଭିର ସଚେତନତା କରିବାକୁ ଚେଷ୍ଟା କରୁଛୁ। ଏଇଟା ଆଜି ଆମର 12 ନମ୍ବର କ୍ୟାମ୍ପସ୍ ହେଲାଣି। ଆମର IIT ର ଅଛି, କିଟ୍ ITR ଅଛି। ଆମର ଏବେ ଦିନକୁ 1100 ଖଣ୍ଡେ ରାଇଡ୍ ହେଉଛି ଭୁବନେଶ୍ୱରରେ ଏଭ୍ରି ଡେ। ତ ଏଇଟା ଆମର ସେଇ ଚେଷ୍ଟାରେ ଚାଲିଛି କି ଆମେ ଯେତିକି ୟଙ୍ଗ ପିଲା ଅଛନ୍ତି ତାଙ୍କୁ ଇଭିର ଆଡଭାଣ୍ଟେଜଟା ବୁଝେଇବୁ, ଦେଖେଇବୁ ଆଉ ଜଣେଇବୁ କି ଇଭିଟା ଚଲେଇବାଟା କିଛି କଷ୍ଟକର ନୁହଁ କି କିଛି ନିକିମ ହେବାକୁ ପଡ଼ିବ। ମାର୍କେଟରେ ବହୁତ ସାରା ଏଠି ସ୍କୁଟି ବର୍ତ୍ତମାନ ବାହାରିଲାଣି। ହୁଁ। ଏଇ ସ୍କୁଟିରେ କଣ ଏମିତି ଅଛି ଯାହାଦ୍ୱାରା କି ଲୋକ ଏଇଟା କରିପାରିବେ? ଦେଖନ୍ତୁ ଆମେ ତିଆରି କରୁନା। ଏବେ ଆପଣ ଯେତିକି ଲୋକ ଇଭି ନେଇଥିବେ ଆପଣ ଜାଣିଥିବେ କିଛି ଲୋକ ହଇରାଣ ବି ହେଇଛନ୍ତି। ଲୋକମାନଙ୍କର ବହୁତ ଇଚ୍ଛା ଅଛି ଇଭି ଚଲେଇବାର, କିନ୍ତୁ କିଣିଲେ ହଇରାଣ ବି ହେଉଛନ୍ତି। ଆମେ କହୁଛୁ କି ଆପଣ କିଣିବା ହିଁ ଦରକାର। ଆପଣଙ୍କ ସର୍ଭିସ୍ ପାଇଁ ଆମେ ଗୋଟେ 1 କଲ୍ ଆୱେ, ଗୋଟେ କଲ୍ କଲେ ଆମେ ପହଞ୍ଚିବୁ। ଏଇ ଯେମିତି କଲେଜରେ ଆମେ କ'ଣ ଚାର୍ଜ ବି କରିକି ଦେଇଦେବୁ, ଆପଣ ଚାର୍ଜ କରିବେନି, ଆପଣ ଖାଲି ନିଅନ୍ତୁ, ଯୁଆଡ଼େ ଯିବାର ଅଛି ଆପଣଙ୍କ କାମ ସାରନ୍ତୁ ଆସନ୍ତୁ। କେତେ ସମୟ ପାଇଁ କଣ ସାର୍ ଦେଖନ୍ତୁ ଆମର ଏଇ ଯୋଉ ଦି ପ୍ରକାର ଗାଡ଼ି ଅଛି, ଗୋଟେ ଡିଏଲ୍ ବାଲା, ଗୋଟେ ନନ୍ ଡିଏଲ୍ ବାଲା। ଡିଏଲ୍ରେ ଆପଣ 25 ଟଙ୍କା ପ୍ଲସ୍ GST ଯୋଉଟା ହେବ ସେଇଟା ହେଲା ଅନଲକ୍ ଫିସ୍। ଅନଲକ୍ରେ ଆପଣଙ୍କୁ 2ଟା ହେଲମେଟ୍ କମ୍ପ୍ଲିମେଣ୍ଟାରୀ ମିଳିବ। ତାପରେ ଯେମିତି ଲକ୍ସରୀ ଗାଡ଼ି ହେଇଗଲା ଯୋଉଟା ହାଇ ସ୍ପିଡ୍ ଗାଡ଼ିଟା, ସେଇଟା ହେଲା 89 ପଇସା ପର୍ ମିନିଟ୍। ଆଉ ଯୋଉଟା लो ସ୍ପିଡ୍ ଗାଡ଼ି ସେଇଟା 49 ପଇସା ପର୍ ମିନିଟ୍। ଓଲା ମାର୍କେଟରେ ଆକ୍ଚୁଆଲି ବଦନାମ ହେଇସାରିଲା। ଆମର ସେଥିପାଇଁ ଦେଖିବେ ଓଲା ନାହିଁ। ଓଲା ବଦନାମ ହେଇସାରିଲା, ତାର ଫିଚର୍ସ ମଧ୍ୟ ବିଭିନ୍ନ ପ୍ରକାର ଫିଚର୍ସ ବାହାରୁଥିବେ, କିନ୍ତୁ ଆପଣଙ୍କର ଏଇ ଗାଡ଼ିର ଫିଚର୍ସ ଭଲଟା କ'ଣ? ନାଇଁ ସାର୍ ଏଇଟା ଦେଖନ୍ତୁ ଆମେ ଫିଚର ଦେଲା ସ୍ପିଡ୍ ଅଛି, ଇଏ ଅଛି, ଆମେ ତ ମ୍ୟାନୁଫ୍ୟାକ୍ଚର କରୁନା। ସେଇଥିପାଇଁ ଆମେ କ'ଣ କ'ଣ ସବଜେକ୍ଟ ଆଜ୍ଞା ମୁଁ ହେଉଛି ଦେବଜିତ ପଟ୍ଟନାୟକ, ଭୁବନେଶ୍ୱରର ରିଲେଟିଭ୍ କମ୍ପାନୀର ସିଟି ହେଡ୍ ଅଛି। ଆଜ୍ଞା ଆଜ୍ଞା ଆମର ଆକ୍ଚୁଆଲି ହେଉଛି 2020ରେ ଷ୍ଟାର୍ଟ କରିଥିଲୁ ଭୁବନେଶ୍ୱରରେ। ତ ଲାଷ୍ଟ 4 ବର୍ଷ ଭିତରେ ଆମର 12 ନମ୍ବର କ୍ୟାମ୍ପସ୍ ଆମେ ଏଇଟା ଓପନ୍ କରୁଛୁ। ଆର ଜଷ୍ଟ ପୂର୍ବରୁ IIT ଭୁବନେଶ୍ୱର, XIMB ଭୁବନେଶ୍ୱର, ତାପରେ ଆପଣଙ୍କର କିଟ୍ କଲେଜ, ସୋଆ ୟୁନିଭର୍ସିଟି, এইসব କଲେଜରେ ଆମେ ଅଲରେଡ଼ି ଟାଇ ଅପ୍ କରିକି ଅଲରେଡ଼ି 300-400 ଗାଡ଼ି ସେଇଠି ଡିପ୍ଲୟ କରିସାରିଲୁଣି। ଏଇଠି ବି 60ଟା ଗାଡ଼ି ଡିପ୍ଲୟ କରିବାର ପ୍ଲାନ୍ ଅଛି। ସେଇ ହିସାବରେ ଆମେ ଯେତେ ଆମେ ପିଲାମାନଙ୍କୁ ପହଞ୍ଚି ପାରିବୁ ଆହୁରି କଲେଜ ମାନେ ଖୋଲିବାର ପ୍ଲାନ୍ ଅଛି ଭୁବନେଶ୍ୱରରେ। ଆଜ୍ଞା ଦେଖନ୍ତୁ ଯେମିତି ଆମେ ହେଉଛି ଦେଖୁଥିଲୁ କି ଆମେ କଲେଜ ଟାଇମ୍ରେ ଗାଡ଼ି ଆମ ପାଖରେ ହେଉଛି 2ଟା ଥିଲା, କିନ୍ତୁ ହଷ୍ଟେଲରେ ପିଲା 1000 ପିଲା ରହୁଥିଲେ। ତ ଗୋଟେ ଗାଡ଼ି ଫାଙ୍କା ହେଲେ ହିଁ ଗୋଟେ ପିଲା ୟୁଜ୍ କରିପାରୁଥିଲା। କିନ୍ତୁ ଯେହେତୁ ଆମେ କହୁଛୁ କି ତମକୁ ପେଟ୍ରୋଲ ଗାଡ଼ି ୟୁଜ୍ କରିବା ଦରକାର ନାହିଁ, ତମ କ୍ୟାମ୍ପସ୍ ଭିତରେ ଆମେ ଇଲେକ୍ଟ୍ରିକ୍ ଗାଡ଼ି ଲଗେଇବୁ, ଆମ ପାଖକୁ ଆସିବ, ଆମେ ଗାଡ଼ି ଚାର୍ଜ କରି ରଖିଥିବୁ, ଆପଣଙ୍କୁ 20 କିଲୋମିଟର 30 କିଲୋମିଟର ଯାହା ବି ରିକ୍ୱାରମେଣ୍ଟ ଅଛି ଆମକୁ ଆସି କହିବେ, ଆମେ ଆପଣଙ୍କୁ ଗାଡ଼ି ଅନଲକ୍ କରିକି ଦେବୁ। ଯାହା ବି ମିନିମାଲ ଚାର୍ଜେସ୍ ଅଛି ଆମର ମିନିଟ୍ ହିସାବରେ 49 ପଇସା ଅଛି, ଗୋଟେ 99 ପଇସା ଅଛି। ତ ସେଇ ହିସାବରେ ଆପଣ ନେଇକି ଭୁବନେଶ୍ୱର ଯେକୌଣସି ଜାଗାକୁ ବୁଲିକି ଆସି ଏଠି ପୁଣି ରିଟର୍ନ କରିଦେବେ, ଆମେ ପୁଣି ଗାଡ଼ି ଚାର୍ଜ କରିଦେବୁ, ଆପଣଙ୍କୁ କିଛି ଅସୁବିଧା ନାହିଁ। କୋଉ କମ୍ପାନୀର ଗାଡ଼ି ରଖୁଛନ୍ତି? ଆମ ପାଖରେ ତ ଦେଖନ୍ତୁ ଆମେ ନିଜେ ମ୍ୟାନୁଫ୍ୟାକ୍ଚର କରୁନୁ, ତ ସେଥିପାଇଁ ଆମେ ହେଉଛି ମାର୍କେଟରୁ ବହୁତ ସାରା କମ୍ପାନୀର ଗାଡ଼ି ଆମେ ରଖିଛୁ, କିନ୍ତୁ ଆମେ କିଛି ସର୍ଟ ଲିଷ୍ଟ କରିକି ଯେମିତି TVS କମ୍ପାନୀ ହେଇଗଲା, ଏଥର କମ୍ପାନୀ ହେଇଗଲା, ତ ସେଇ ମାନେ ରିପୁଟେଡ୍ କମ୍ପାନୀ ଯୋଉମାନଙ୍କର କି ଅଛି ବ୍ୟାଟେରୀ ବ୍ୟାକଅପ୍ ଭଲ ଅଛି, ସର୍ଭିସ୍ ଭଲ ଅଛି, ଆମେ ସେଇ ସବୁ ଗାଡ଼ି ପିଲାଙ୍କ ପାଇଁ ଏଠି ଯୋଗାଇ ଦେବୁ। ଆଜ୍ଞା ଦେଖନ୍ତୁ ଆମେ ହେଉଛି କଲେଜ ସାଙ୍ଗରେ ଯେହେତୁ ଡାଇରେକ୍ଟଲି ଟାଇ ଅପ୍ କରୁଛୁ, ତ କଲେଜରେ ଗୋଟେ ଗାଇଡଲାଇନ୍ ଅଛି। ତ ଆମେ KYC ବି ଯେତେବେଳେ କରୁ ତାଙ୍କର ID କାର୍ଡ଼ ନେଇକି କରୁ। ଆମର ଗୋଟେ ଟାଇମିଂ ରହୁଛି ସକାଳ 9ଟାରୁ ଷ୍ଟାର୍ଟ କରିକି ଆମେ ସନ୍ଧ୍ୟା 7ଟା ଯାଏଁ ଗାଡ଼ି ପ୍ରୋଭାଇଡ଼ କରୁଛୁ। ଆଉ କଲେଜରେ ତାଙ୍କର ଯଦି ଗେଟ୍ 10ଟା ବେଳେ ବନ୍ଦ ହେଇଛି, ତ ପିଲାମାନେ ତା ଭିତରେ ହିଁ ପଳେଇ ଆସୁଛନ୍ତି, ଆମକୁ ଏଠି ରିଟର୍ନ ବି ଦେଇଦେଉଛନ୍ତି। ଆମେ ହେଉଛି 24/7 ପୁରା ଓପନ୍ ରହୁଛୁ, ଆମର କୌଣସି ହଲିଡେ ନାହିଁ। ସବୁବେଳେ ଯେତେବେଳେ ପିଲାଙ୍କ ଦରକାର ଆମେ ଏଠି ଆଭେଲେବଲ୍ ଅଛୁ। ହଲିଡେ ଆମର କୌଣସି ପ୍ରକାର ହଲିଡେ ନାହିଁ। ମନ୍ଦ ମୁଁ ଆମର ଯୋଉ ଲେଟ୍ସ ଡ୍ରାଇଭ୍ ର ହେଡ୍ MD କମ୍ପ୍ଲାଏନ୍ସ ଅଫିସର ଅଛି। କ'ଣ କହିବେ ଯୋଉ ଆପଣ ଏଇ ଯୋଉ ଚିନ୍ତାଧାରା ଭାବିଲେ କଲେଜରେ ଗାଡ଼ି ଦେବା, ଷ୍ଟୁଡେଣ୍ଟ ମାନେ ଯିବେ ସପିଂ କରିବା ପାଇଁ, ବୁଲିବା ପାଇଁ, କେତେ ଆକ୍ଚୁଆଲି ୟାର ମେନ୍ ମୋଟୋ ହେଲା ଆପଣ ଦେଖନ୍ତୁ ଆଜିକା ଡେଟ୍ରେ ଯଦି ଆପଣ 1 କିଲୋମିଟର କି 2 କିଲୋମିଟର ପାଇଁ ଗୋଟେ କ୍ୟାବ୍ ବୁକ୍ କରିବେ, ତା ପ୍ରାଇସ୍ ଯେତିକି ଆପଣ ଏଇଟା ଗୋଟେ ଓନ୍ ହିସାବରେ ନିଜର ଭେହିକଲ୍ ହିସାବରେ ୟୁଟିଲାଇଜ୍ କରିପାରିବେ। ତାପରେ ବହୁତ ଜଣଙ୍କର ଏମିତି କଣ୍ଡିସନ୍ ଥାଏ କି ଗୋଟେ ଭେହିକଲ୍ଟେ ମାନେ ପରମାନେଣ୍ଟଲି ବେସିକ୍ରେ ତାଙ୍କୁ ଆବଶ୍ୟକତା ନାହିଁ, କିଛି ସମୟ ପାଇଁ ଆବଶ୍ୟକତା ଅଛି। ଧରାଯାଉ ଆପଣ ଆଜି ଗୋଟେ କୋର୍ସ କରିଛନ୍ତି, ଗୋଟେ ବାହାର ଏରିଆକୁ ଆସିଛନ୍ତି, ଆପଣ ଏଇଠି 2 ମାସ କି 3 ମାସ କି ବର୍ଷେ ରହିଲେ, ବଟ୍ ଏଇଠି ଗୋଟେ ବାଇକ୍ଟେ କିଣିକି ପୁଣି ଆପଣଙ୍କୁ ସେଟାକୁ ସେଲ୍ କରିବାକୁ ପଡ଼ିବ। ତାପରେ ଆମର ଯୋଉ ରୁଲ୍ ପ୍ରୋସିଜିଓର ଅଛି, NOC ନିଅ, ବାହାରକୁ ଯାଅ, ତ ତାର କିଛି ଆବଶ୍ୟକତା ଫ୍ୟୁଚରରେ ନଥିବ। ସେଇଟାକୁ ତାଙ୍କୁ ୟୁଟିଲାଇଜ୍ କରିବା ପାଇଁ ଏଇଟା ତାକୁ ବହୁତ ବେଟର ଯେ ଆରାମସେ ଯେତିକି ଟାଇମ୍ରେ ତାକୁ ୟୁଜ୍ କଲା, ନିଜର ଓନ୍ ହିସାବରେ କଲା। ଆଉ ସବୁଠୁ ବେଟର ଥିଙ୍ଗସ୍ ହେଲା ୟାର ଟୋଟାଲି ମେଣ୍ଟେନାନ୍ସ ଦାୟିତ୍ୱଟା ଆମର, ମାନେ ଆପଣ ୟୁଜ୍ କରିବେ, ଓନ୍ଲି ପେମେଣ୍ଟ ଦେବେ, ଯାହା ଏନି ଇସ୍ୟୁ ହେଲା, ଏମିତିକି ରୋଡ୍ ସାଇଡ୍ରେ ବି ହେଲ୍ପ ବି ଆପଣ ସେଇଠୁ 1 କଲ୍ରେ ଆମର ଯୋଉ CRM ଟିମ୍ ଅଛନ୍ତି କଷ୍ଟମର କେୟାର ଟାଇପ୍ର, ସେମାନେ ପୁରା 24 ଆୱାର ଆପଣଙ୍କୁ ହେଲ୍ପ ଦେବା ପାଇଁ ରେଡି ଅଛନ୍ତି। ବାହାରୁ ଜଣେ ଯଦି ଆସିଥିବେ, ସେ କଲେଜରେ ଆଡମିସନ କି କଲେଜରେ ଷ୍ଟୁଡେଣ୍ଟ ନଥିବେ, କୌଣସି କାମ ଥିବ କଲେଜକୁ ଆସିଥିବେ, ସିଏ ବି ଚାହିଁବେ ନେବା ପାଇଁ। ନାଇଁ ଆମର 2ଟା ପ୍ରୋସିଜିଓର ଅଛି। ଏଇଟା କମ୍ୟୁନିଟି ଫର୍ କଲେଜ, ଆମର ଯୋଉ ଏତେମାନଙ୍କର ID ଥିବ, ତାଙ୍କର ଗୋଟେ ମେଲ୍ ID ଥିବ କଲେଜର,
ତା ଦେହରେ ଗୋଟେ EKYC ପ୍ରୋସିଜ୍योर ହିଁ ଆମକୁ ଦିଆଯିବ ଭେହିକଲ ସେମିତି ନୁହଁ ଯେ ଡକୁମେଣ୍ଟେସନ ପ୍ରୋसेस ଅଛି ଯୋଉଟା କି EKYC ପ୍ରୋसेस ରେ ସେମାନଙ୍କୁ ଦିଆଯିବ ତ ସେଇଟା ତାର ସେ ଇନଷ୍ଟିଚ୍ୟୁଟ ର ସେ ମାନେ ଷ୍ଟୁଡେଣ୍ଟ ହେଇଥିବ ତାର ଗୋଟେ ମେଲ ଆଇଡି ଥିବ ଇନଷ୍ଟିଚ୍ୟୁଟ ର ତ ସେଇଥିରେ ତାକୁ ଅନଲକ୍ ହବ ନହେଲେ ଅଟୋମେଟିକାଲି ଅଦରୱାଇଜ